ଘଟଣା ହେଉଛି 2024 ତା 12/5/2024 ତୋଆମୁଲ ରାମପୁର ଥାନା ଅଣ୍ଡରର ଗୋଟେ ଗାଁ ହେଉଛି ବଡ଼ବଣ୍ଡେ। ସେଥିରେ ସେଇ ଗାଁର ସୀତାରାମ ମାଝୀ ତା ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ତାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ସମସ୍ତଙ୍କୁ କହିଥିଲା ଏଇଟା ଆତ୍ମହତ୍ୟା ଜନିତ ମୃତ୍ୟୁ। ପରେ ତା ସ୍ତ୍ରୀର ଭାଇଟା ସେ ଗୋଟେ ଏଫଆଇଆର୍ ଦେଇଥିଲେ ତୋଆମୁଲ ରାମପୁର। ସେ ସନ୍ଦେହ କରିଥିଲେ ମୋ ଭଉଣୀକୁ ଇଏ ତଣ୍ଟି ଚିପି ହତ୍ୟା କରିଛି। ପୋଲିସ ବାଲା ସବ୍ ଇନ୍ସପେକ୍ଟର ଯିଏ ଥିଲେ ତାର ଦାୟିତ୍ୱ ନେଇଥିଲେ ଇନଭେଷ୍ଟିଗେସନରେ ଏବଂ ତାଙ୍କ ଇନଭେଷ୍ଟିଗେସନରେ ଆସିଥିଲା ଏଇଟା ଗୋଟେ ହତ୍ୟା ଘଟଣା। ସେ ମୁଦାଲା ସୀତାରାମ ମାଝୀକୁ 302, 304B ଆଉ 498A ରେ ଚାର୍ଜସିଟ୍ ସବମିଟ୍ ହେଇଥିଲା ଏବଂ ଆଜି ତାର ଫୈସଲାରେ ସେ 302ରେ ଦୋଷୀ ସାବ୍ୟସ୍ତ ହେଲା, 304Bରେ ବି ଦୋଷୀ ସାବ୍ୟସ୍ତ ହେଲା ଆଉ 498Aରେ ବି ଦୋଷୀ ସାବ୍ୟସ୍ତ ହେଲା। ତାକୁ ଆଜୀବନ କାରାଦଣ୍ଡ ଦିଆଗଲା 302 ହତ୍ୟାଜନିତ ଘଟଣାରେ ଆଉ 7 ବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା 304Bରେ ଆଉ 2 ବର୍ଷ ଦିଆଗଲା 498A।